ଏବେ ଦେଖନ୍ତୁ ଏଠି ମୁଁ ଦେଖୁଛି ଆପଣଙ୍କୁ ଏଠି ମାନେ ଅଛି କଞ୍ଚା କଦଳୀକୁ ଆପଣ ଭଲ ଭାବରେ ଚୋପା ଛଡ଼େଇ ନେବେ। ଛଡ଼େଇକି ଏମିତି ଲମ୍ବା ଲମ୍ବା ସାଇଜ୍ ଭାବରେ ଫାଳ କରିନେବେ। ଯଦି ବେଶୀ ବଡ଼ ସାଇଜ୍ କଦଳୀ ଅଛି ତ ତାକୁ ମଝିରୁ ଗଡ଼ି କରିନେବେ। ତାପରେ ଲୁଣ ପକାଇ ନେବା, ଟିକେ ପାଣି ଦେଇଦେବା, ଦେଇକି ତାକୁ ଆମେ ସିଝା ବସାଇଦେବା। ସିଝାରେ ଟିକେ ହଳଦୀ ଗୁଣ୍ଡ ପକାଇକି ଆପଣ ତାକୁ ସିଝା ବସାଇ ଦିଅନ୍ତୁ। ସାଙ୍ଗେ ସାଙ୍ଗେ ସିଝିଯିବ। ଅଳ୍ପ ସମୟ କଞ୍ଚା କଦଳୀ ସିଝିବା ପାଇଁ ବହୁତ କମ୍ ସମୟ ଲାଗେ। ତ ସିଝିଗଲା ପରେ ଆମେ ଗୋଟେ ବହୁତ ସୁନ୍ଦର ଟେଷ୍ଟି ରେସିପି ବନେଇବା। ତ ଭିଡ଼ିଓ ଚାଲନ୍ତୁ ଦେଖିନେବା। କଦଳୀକୁ ଚୋପା ଛଡ଼େଇକି ଏମିତି ପତଲା ପତଲା କରିକି, ବଡ଼ ଯଦି କଦଳୀ ଥାଏ ତାହେଲେ ତାକୁ 4 ଖଣ୍ଡ କରିନେବେ। ତ ଛୋଟ ସାଇଜ୍ ଥାଏ ତାକୁ 2 ଖଣ୍ଡ ଏମିତି କରିନେବେ। ତ ଲୁଣ ହଳଦୀ ପକାଇ ସିଝେଇ ଦେଲି। ସିଝେଇ ସାରିଲା ପରେ ତା ପାଣିଟା କାଢ଼ି ନେଇଛି। ତ ଏଠି ଦେଖନ୍ତୁ ମୁଁ ନେଇଛି ସୋରିଷ ମସଲା ପେଷ୍ଟ। ସୋରିଷ ମସଲା ସୋରିଷ ନେବେ, ଟିକେ ଜିରା ନେବେ, ଆଉ ହଳଦୀ ଗୁଣ୍ଡ ଚୁଟକେ ପକାଇ ନେବେ, ଭଲ କଲର୍ ଆସିବ। ଶୁଖିଲା ଲଙ୍କା 2-3ଟା ପକାଇଦେବେ। ବାଟି ସେ ମାନେ ରସୁଣ 2-3 ଗୁଣ୍ଡ ପକାଇ ତାକୁ ଭଲସେ ପେଷ୍ଟ ବନେଇଦେବେ। ସୋରିଷ ମସଲା ପେଷ୍ଟ ରେଡ଼ି ହେଇଗଲା। ତ ସେଥିରେ ଆମେ ଏଠି ଲୁଣ ପକାଇଥିଲେ ସିଝିଲା ବେଳେ। ତ ଏଇଠି ସୋରିଷ ମସଲା ପେଷ୍ଟରେ ଆଉ ଟିକେ ସ୍ୱାଦ ଅନୁସାରେ ଲୁଣ ପକାଇ ନେବା। ମାନେ ମସଲାକୁ ଦେଖିକି ଆପଣ ଲୁଣ ପକାଇବେ, ନହେଲେ ବେଶୀ ଲୁଣ ହେଇଯିବ। ତାପରେ ଦେଖନ୍ତୁ ମୁଁ ଏଠି ଶୁଖିଲା ଲଙ୍କା ବାଟିଥିଲି, ତ ଆଉ ଟିକେ ପକାଇ ନେବା ଲଙ୍କାଗୁଣ୍ଡ। ଆପଣ ଲଙ୍କାଗୁଣ୍ଡ ଯେତିକି ରାଗ ଖାଇବେ ସେଇ ଅନୁସାରେ ଦେଖିକି ପକାଇବେ। ହଳଦୀ ଗୁଣ୍ଡ ମସଲା ପେଷ୍ଟରେ ପଡ଼ିଛି, ଆଉ କଦଳୀ ସିଝାରେ ମଧ୍ୟ ପଡ଼ିଛି। ଆମକୁ ହଳଦୀ ଗୁଣ୍ଡ ପକାଇବା ଦରକାର ନାହିଁ। ତ ଏବେ ମୁଁ ପ୍ୟାନ୍ ବସାଇ ଦେଇଛି। ତ ପ୍ୟାନ୍ ତାତିଗଲାଣି। ତ ଏବେ ଆମେ ତେଲ ପକାଇକି ଆକୁ ଭାଜି ନେବା। ତ ମସଲାଟା ଟିକେ କାଠୁଆ ଅଛି, ଆଉ ଟିକେ ଜଷ୍ଟ ପାଣି ପକାଇ ନେବେ। ବେଶୀ ପତଳା କରିବେନି କି ବେଶୀ ମୋଟା କରିବେନି, ଯେମିତି ଆପଣଙ୍କର ମସଲା ଗୋଳେଇଲେ ଲାଗିବ କଦଳୀରେ ଆପଣ ଦେଖିବେ। ତ ସେଇଭଳି ଭାବରେ ଆପଣ ତାକୁ ମୋଟା ଆଉ ପତଳା କରିବେ। ତ ଦେଖନ୍ତୁ ଏଇଠି ଟିକେ ପାଣି ପକାଇ ନେଇଗଲି। ଏତିକି ମୋଟା ରଖିବେ ମସଲାକୁ, ନହେଲେ ପୁରା ପତଳା ହେଇଗଲେ କଦଳୀ ଦେହରେ ଲାଗିବନି। ତ ଏଇଭଳି ଭାବରେ ଆପଣ କଦଳୀକୁ ବୁଡ଼େଇ ନିଅନ୍ତୁ ମସଲାରେ। ବୁଡ଼େଇ ସାରିଲା ପରେ ତ ତାୱା ବସାଇଥିଲି, ତାତିଗଲାଣି। ଏବେ ପକାଇ ନେବା। ଏମିତି ଗୋଟେ ଗୋଟେ କଦଳୀ ସବୁ ବୁଡ଼ାନ୍ତୁ। ବୁଡ଼େଇକି ଏଇଭଳି ଭାବରେ ସବୁ କଦଳୀ ପକାଇ ନେବା। ଏବେ ଦେଖନ୍ତୁ ଆମେ ଉପରେ ଆଉ ଟିକେ ତେଲ ପକାଇ ନେବା। ତେଲ ପକାଇ ସାରିଲା ପରେ ତାକୁ ଲେଉଟାଇ ନେବା। ତ ଏବେ ଦେଖନ୍ତୁ ଭଜାକୁ ଲେଉଟାଇ ନେବା। ଗୋଟେ ସାଇଡ଼୍ ତାର ବଢ଼ିଆ ସେ ହେଇଗଲାଣି। କେତେ ସୁନ୍ଦର ଭାବରେ ହେଇଛି ଦେଖନ୍ତୁ। ତ ଗୋଟେ ଟାଇପ୍ର ଭଜା ଖାଇଥିଲେ ଆପଣଙ୍କୁ ବୋର୍ ଲାଗିବ କଦଳୀର ଗୋଟେ ଆଇଟମ୍। ତ ଆପଣ ବିଭିନ୍ନ ପ୍ରକାର ଆଇଟମ୍ କଦଳୀର ବନେଇ ପାରିବେ। ତ ଏଇ ଯେଉଁ ଆଇଟମ୍ଟି ଆପଣଙ୍କୁ ମୁଁ ଦେଖାଉଛି, ବିଶେଷ କରି ପଖାଳ ସହିତ ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଦେଖନ୍ତୁ ଏବେ ଲେଉଟାଇ ନେବା ସବୁଯାକ ଭଜାକୁ। ଗୋଟେ ସାଇଡ଼୍ ହେଇଗଲା ପରେ ଆର ସାଇଡ଼୍ଟାକୁ ଏମିତି ଲାଲ କରିକି କରିନେବେ। ତ ଏବେ ଦେଖନ୍ତୁ କଦଳୀ ଭଜା ଏପଟ ସେପଟ ବହୁତ ବଢ଼ିଆ ସେ ହେଇଗଲାଣି। ତ ଆକୁ ଆମେ ଏବେ 2 ପଟ ହେଇଗଲା। ତ ଏବେ ଆମେ କାଢ଼ି ନେବା। এই ସୁନ୍ଦର ମାନେ ରେସିପିଟି ଆପଣ ନିଶ୍ଚିତ ଭାବରେ ବନାନ୍ତୁ। ପିଲାମାନେ ବି ବହୁତ ବଡ଼ ମାନେ ଭଲ ଆଗ୍ରହର ସହିତ ଆକୁ ଖାଇବେ। ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ବେଶୀ ପଖାଳ ସହିତ ଭଲ ଲାଗିବ, ଆକୁ ଗରମ ସହିତ ମଧ୍ୟ ଖାଇପାରିବେ। ତ ନିଶ୍ଚିତ ଭାବରେ ଟ୍ରାଏ କରନ୍ତୁ, ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣଙ୍କୁ କେମିତି ଲାଗିଲା। ତ ଏବେ ଦେଖନ୍ତୁ କଦଳୀ ଭଜା ଆମର ରେଡ଼ି ହେଇଛି। ତ ଏଇଭଳି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବାକୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଅଲ୍ ନୋଟିଫିକେସନ୍ ବଟନ୍କୁ କ୍ଲିକ୍ କରନ୍ତୁ। ଆପଣଙ୍କ ପାଖରେ ମୋର ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପହଞ୍ଚି ପାରିବ। ତ ଡେରି ନ କରି आशा କରୁଛି ଆଜିର ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଲାଇକ୍ କରିବେ, ଫ୍ରେଣ୍ଡଙ୍କ ସହିତ ସେୟାର କରିବେ, ଆଉ ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିନେବେ। ତ ଆଜି ପାଇଁ ମୁଁ ବିଦାୟ ନେଉଛି। ପୁଣି ଦେଖା ହେବି ଆପଣଙ୍କ ସହିତ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ।